ଯୁଦ୍ଧର ବିଭୀଷିକା ଜାରି ରହିଛି। ଏହାରି ଭିତରେ ଇରାନର ଆକ୍ରମଣରେ କତାରର ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି, ଯାହାର ପ୍ରଭାବ ବର୍ତ୍ତମାନ ସମୟରେ ପୁରା ବିଶ୍ୱରେ ପଡ଼ିପାରେ। ବର୍ତ୍ତମାନ ସମୟରେ ଇରାନ ଆକ୍ରମଣ କରିଥିବା ଡ୍ରୋନ୍ ଏବଂ ମିସାଇଲ ଦ୍ୱାରା କତାରର ରାସ୍ ଲାଫାନ୍ ପ୍ଲାଣ୍ଟ ପ୍ରଭାବିତ ହୋଇଛି। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ତୈଳ ଇନ୍ଧନ ପ୍ଲାଣ୍ଟ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଏଲ୍ଏନ୍ଜି ଉତ୍ପାଦନକାରୀ ପ୍ଲାଣ୍ଟ ଏବଂ ଏହା ଉପରେ ଆକ୍ରମଣ ବର୍ତ୍ତମାନ ସମୟରେ ପୁରା ବିଶ୍ୱରେ ଏଲ୍ଏନ୍ଜି ଓ ଏଲ୍ପିଜିର ଏକ ବଡ଼ ଅଭାବ ପରିଲକ୍ଷିତ କରିପାରେ। ଦର୍ଶକ ବନ୍ଧୁ, ଏହି ଆକ୍ରମଣ ଦ୍ୱାରା ବିଶେଷ ଭାବରେ ଭାରତ, ଜାପାନ ଏବଂ ୟୁରୋପ ପ୍ରଭାବିତ ହେବେ। କାହିଁକି ନା ଆମେ ଦେଶରେ ଯେତେ ପରିମାଣର ନ୍ୟାଚୁରାଲ ଗ୍ୟାସକୁ ବ୍ୟବହାର କରିଥାଉ ତାର 50% ଆମଦାନୀ କରିଥାଉ ଏବଂ ଏହି ଆମଦାନୀର 20% ଗ୍ୟାସ ଆମେ କେବଳ କତାରରୁ ହିଁ କରିଥାଉ। ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା, ଭାରତରେ ଦୈନିକ ଆବଶ୍ୟକ ପଡୁଥିବା ଏଲ୍ପିଜି ବା ଏଲ୍ଏନ୍ଜି ର ବ୍ୟବହାର ହେଉଛି ପାଖାପାଖି 189 ମିଲିୟନ ଷ୍ଟାଣ୍ଡାର୍ଡ କ୍ୟୁବ ମିଟର ଏବଂ ବର୍ତ୍ତମାନ ସମୟରେ 47 ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବ ମିଟର ଗ୍ୟାସ ପ୍ରଭାବିତ ହେଉଛି। ଅର୍ଥାତ୍ ଆମର ଆବଶ୍ୟକତା ତୁଳନାରେ ଯେତିକି ଆମକୁ ଇନ୍ଧନର ଆବଶ୍ୟକତା ରହିଛି ବା ନ୍ୟାଚୁରାଲ ଗ୍ୟାସର ଆବଶ୍ୟକତା ରହିଛି ତାର 47 ମିଲିୟନ ମେଟ୍ରିକ କ୍ୟୁବ ଷ୍ଟାଣ୍ଡାର୍ଡ ମିଟର ବର୍ତ୍ତମାନ ଏହି ଯୁଦ୍ଧ ଦ୍ୱାରା ପ୍ରଭାବିତ ହେଉଛି। ସାଉଦି ଆରବ ହେଉଛି ବିଶ୍ୱର ଆଉ ଏକ ପ୍ରମୁଖ ରାଷ୍ଟ୍ର ଯେଉଁଠାରେ ବଡ଼ ବଡ଼ ତୈଳ ପ୍ଲାଣ୍ଟ ରହିଛି ଏବଂ ତୈଳ ଭଣ୍ଡାର ରହିଛି। ଯେତେବେଳେ ଇସ୍ରାଏଲ ଇରାନର ଏକ ବଡ଼ ତୈଳ ଭଣ୍ଡାର ଉପରେ ଆକ୍ରମଣ କରିଥିଲା ଏବଂ ଇରାନର ଏହି ତୈଳ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଥିଲା, ତାପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ବର୍ତ୍ତମାନ ସମୟରେ କତାରରେ ଥିବା ସବୁଠାରୁ ବଡ଼ ଗ୍ୟାସ ଉତ୍ପାଦନ ପ୍ଲାଣ୍ଟକୁ ଟାର୍ଗେଟ କରିଛି, ଯାହାର ସିଧାସଳଖ ପ୍ରଭାବ ଏଲ୍ପିଜି ଏବଂ ଏଲ୍ଏନ୍ଜି ର ପରିବହନ ଉପରେ ପଡ଼ିବ। ସେପଟେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ପାଖାପାଖି 700ରୁ ଅଧିକ ଜାହାଜ ବର୍ତ୍ତମାନ ସମୟରେ ତୈଳ ଇନ୍ଧନ ଧରି ଅପେକ୍ଷା କରି ରହିଛନ୍ତି। ସେମାନେ ଯାତାୟାତ କରିପାରୁନାହାନ୍ତି କାହିଁକି ନା ଇରାନର ରୋକ ରହିଛି। ଏଭଳି ସ୍ଥିତିରେ ପୁରା ବିଶ୍ୱରେ ଏକ ତୈଳ ବଜାରରେ ମାନ୍ଦାବସ୍ଥା ସୃଷ୍ଟି କରିବା ଓ ବଡ଼ ବଡ଼ ଦେଶ ଗୁଡ଼ିକୁ ତୈଳ ଅଭାବର ସ୍ଥିତି ଆଡ଼କୁ ଟାଣି ନେବା ପାଇଁ ମଧ୍ୟ ଇରାନ ଯୁଦ୍ଧ ସମୟରେ ଆରମ୍ଭରୁ ଯୋଜନା କରୁଛି। ଆଉ ଯେତେବେଳେ ଇରାନର ହିଁ ତୈଳ ଭଣ୍ଡାରକୁ ଇସ୍ରାଏଲ ଆକ୍ରମଣ କରୁଛି, ସେତେବେଳେ ଇରାନ ଅଧିକ ପ୍ରତିଶୋଧ ପରାୟଣ ହୋଇଯାଇ ତୈଳ ଭଣ୍ଡାର ଏବଂ ନ୍ୟାଚୁରାଲ ଗ୍ୟାସ ପ୍ଲାଣ୍ଟ ଗୁଡ଼ିକୁ ଟାର୍ଗେଟ କରୁଛି। କତାର ହେଉଛି ବିଶ୍ୱର ସବୁଠାରୁ ଅଧିକ ନ୍ୟାଚୁରାଲ ଗ୍ୟାସ ଉତ୍ପାଦନ କରୁଥିବା ଦେଶ ଏବଂ ଏହାକୁ ଟ୍ରାନ୍ସପୋର୍ଟ କରୁଥିବା ଦେଶ। ଏଣୁ ଏଭଳି କତାରରେ ଆକ୍ରମଣ ହେବା ଦ୍ୱାରା ତୈଳ ରପ୍ତାନି ବଡ଼ ଧରଣରେ ପ୍ରଭାବିତ ହେବ। ନ୍ୟାଚୁରାଲ ଗ୍ୟାସର ରପ୍ତାନି ଯଥେଷ୍ଟ ମାତ୍ରାରେ ବାଧା ପାଇବ। ଏହାଦ୍ୱାରା ବିଶ୍ୱରେ ତୈଳ ଦର ଆଗାମୀ ସମୟରେ ବଢ଼ିପାରେ ଏବଂ ବିଶେଷ ଭାବରେ ଆମେ ଯେଉଁ ଏଲ୍ପିଜି ବ୍ୟବହାର କରୁଛୁ ତାର ଅଭାବ ମଧ୍ୟ ପରିଲକ୍ଷିତ ହୋଇପାରେ। କାହିଁକି ନା ଭାରତ ମଧ୍ୟ କତାରର ଏହି ରାସ୍ ଲାଫେନ୍ ପ୍ଲାଣ୍ଟରୁ ପାଖାପାଖି 20% ନ୍ୟାଚୁରାଲ ଗ୍ୟାସ ଆମଦାନୀ କରିଥାଏ ଏବଂ ଇରାନର ଏହି ମିସାଇଲ ମାଡ଼ ଦ୍ୱାରା କେବଳ ଏହି ପ୍ଲାଣ୍ଟର କ୍ଷତି ଘଟିଛି ତାହା ନୁହେଁ, ଏହି ପ୍ଲାଣ୍ଟ ଉପରେ ନିର୍ଭର କରୁଥିବା ବିଶ୍ୱର ତୈଳ ବଜାରର ମଧ୍ୟ କ୍ଷତି ଘଟୁଛି। ବିଶ୍ୱର ବଡ଼ ବଡ଼ ଦେଶ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ଏବଂ କତାର ଉପରେ ଆକ୍ରମଣ କେଉଁଠି ନା କେଉଁଠି ଆଗାମୀ ସମୟରେ ତୈଳ ଦର ବୃଦ୍ଧି ସହିତ ତୈଳ ଇନ୍ଧନରେ ଅଭାବ ପରିଲକ୍ଷିତ କରିପାରେ। ଏହାର ସିଧାସଳଖ ପ୍ରଭାବ লিকুইফাইড ন্যাচুরাল গ্যাস অর্থাৎ এলএনজি ও এলপিজি উপরে পড়িব। এহাদ্ୱାରା এলপিজি ର ରପ୍ତାନି ପ୍ରଭାବିତ ହେବ, ଏଲ୍ପିଜି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ଫଳରେ ପ୍ରାକୃତିକ ଇନ୍ଧନ ଗ୍ୟାସ ଯାହା ଆବଶ୍ୟକତା ଆମେ କରୁଛୁ ସେହି ଆବଶ୍ୟକତା ତୁଳନାରେ ଆମ ପାଖରେ ଏହାର ଉପଲବ୍ଧି ଯଥେଷ୍ଟ କମ ହୋଇପାରେ। ଅପରପକ୍ଷରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ସେମିତିରେ ବି ଅଚଳ କରି ତୈଳ ବଜାରକୁ ମାଡ଼ କରୁଛି ଇରାନ। ଏଣୁ ଏହି ଆକ୍ରମଣ କେବଳ ସାଉଦି ଆରବ ଉପରେ ଆକ୍ରମଣ ନୁହେଁ, ଏହା ବିଶ୍ୱର ତୈଳ ଦର ଏବଂ ତୈଳ ବଜାର ଉପରେ ଆକ୍ରମଣ ବୋଲି ମଧ୍ୟ ବିବେଚନା କରାଯାଉଛି। ଦର୍ଶକ ବନ୍ଧୁ, ଏହି ଆକ୍ରମଣ ଦ୍ୱାରା ସାଉଦି ଆରବରେ ବଡ଼ ଧରଣର କ୍ଷତି ଘଟିଛି। ଇରାନର ଯେତେବେଳେ ଏହି ଆକ୍ରମଣ କରାଯାଇଛି ଏହା ଦ୍ୱାରା ସାଉଦି ଆରବରେ ଥିବା ଅନ୍ୟାନ୍ୟ ନ୍ୟାଚୁରାଲ ଗ୍ୟାସ
ଯୁଦ୍ଧର ବିଭୀଷିକା ଜାରି ରହିଛି। ଏହାରି ଭିତରେ ଇରାନର ଆକ୍ରମଣରେ କତାରର ସବୁଠାରୁ ବଡ଼ ଗ୍ୟାସ୍ ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଛି, ଯାହାର ପ୍ରଭାବ ବର୍ତ୍ତମାନ ସମୟରେ ପୁରା ବିଶ୍ୱରେ ପଡ଼ିପାରେ। ବର୍ତ୍ତମାନ ସମୟରେ ଇରାନ ଆକ୍ରମଣ କରିଥିବା ଡ୍ରୋନ୍ ଏବଂ ମିସାଇଲ ଦ୍ୱାରା କତାରର ରାସ୍ ଲାଫାନ୍ ପ୍ଲାଣ୍ଟ ପ୍ରଭାବିତ ହୋଇଛି। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ତୈଳ ଇନ୍ଧନ ପ୍ଲାଣ୍ଟ। ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଏଲ୍ଏନ୍ଜି ଉତ୍ପାଦନକାରୀ ପ୍ଲାଣ୍ଟ ଏବଂ ଏହା ଉପରେ ଆକ୍ରମଣ ବର୍ତ୍ତମାନ ସମୟରେ ପୁରା ବିଶ୍ୱରେ ଏଲ୍ଏନ୍ଜି ଓ ଏଲ୍ପିଜିର ଏକ ବଡ଼ ଅଭାବ ପରିଲକ୍ଷିତ କରିପାରେ। ଦର୍ଶକ ବନ୍ଧୁ, ଏହି ଆକ୍ରମଣ ଦ୍ୱାରା ବିଶେଷ ଭାବରେ ଭାରତ, ଜାପାନ ଏବଂ ୟୁରୋପ ପ୍ରଭାବିତ ହେବେ। କାହିଁକି ନା ଆମେ ଦେଶରେ ଯେତେ ପରିମାଣର ନ୍ୟାଚୁରାଲ ଗ୍ୟାସକୁ ବ୍ୟବହାର କରିଥାଉ ତାର 50% ଆମଦାନୀ କରିଥାଉ ଏବଂ ଏହି ଆମଦାନୀର 20% ଗ୍ୟାସ ଆମେ କେବଳ କତାରରୁ ହିଁ କରିଥାଉ। ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା, ଭାରତରେ ଦୈନିକ ଆବଶ୍ୟକ ପଡୁଥିବା ଏଲ୍ପିଜି ବା ଏଲ୍ଏନ୍ଜି ର ବ୍ୟବହାର ହେଉଛି ପାଖାପାଖି 189 ମିଲିୟନ ଷ୍ଟାଣ୍ଡାର୍ଡ କ୍ୟୁବ ମିଟର ଏବଂ ବର୍ତ୍ତମାନ ସମୟରେ 47 ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବ ମିଟର ଗ୍ୟାସ ପ୍ରଭାବିତ ହେଉଛି। ଅର୍ଥାତ୍ ଆମର ଆବଶ୍ୟକତା ତୁଳନାରେ ଯେତିକି ଆମକୁ ଇନ୍ଧନର ଆବଶ୍ୟକତା ରହିଛି ବା ନ୍ୟାଚୁରାଲ ଗ୍ୟାସର ଆବଶ୍ୟକତା ରହିଛି ତାର 47 ମିଲିୟନ ମେଟ୍ରିକ କ୍ୟୁବ ଷ୍ଟାଣ୍ଡାର୍ଡ ମିଟର ବର୍ତ୍ତମାନ ଏହି ଯୁଦ୍ଧ ଦ୍ୱାରା ପ୍ରଭାବିତ ହେଉଛି। ସାଉଦି ଆରବ ହେଉଛି ବିଶ୍ୱର ଆଉ ଏକ ପ୍ରମୁଖ ରାଷ୍ଟ୍ର ଯେଉଁଠାରେ ବଡ଼ ବଡ଼ ତୈଳ ପ୍ଲାଣ୍ଟ ରହିଛି ଏବଂ ତୈଳ ଭଣ୍ଡାର ରହିଛି। ଯେତେବେଳେ ଇସ୍ରାଏଲ ଇରାନର ଏକ ବଡ଼ ତୈଳ ଭଣ୍ଡାର ଉପରେ ଆକ୍ରମଣ କରିଥିଲା ଏବଂ ଇରାନର ଏହି ତୈଳ ଭଣ୍ଡାର କ୍ଷତିଗ୍ରସ୍ତ ହୋଇଥିଲା, ତାପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ବର୍ତ୍ତମାନ ସମୟରେ କତାରରେ ଥିବା ସବୁଠାରୁ ବଡ଼ ଗ୍ୟାସ ଉତ୍ପାଦନ ପ୍ଲାଣ୍ଟକୁ ଟାର୍ଗେଟ କରିଛି, ଯାହାର ସିଧାସଳଖ ପ୍ରଭାବ ଏଲ୍ପିଜି ଏବଂ ଏଲ୍ଏନ୍ଜି ର ପରିବହନ ଉପରେ ପଡ଼ିବ। ସେପଟେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ପାଖାପାଖି 700ରୁ ଅଧିକ ଜାହାଜ ବର୍ତ୍ତମାନ ସମୟରେ ତୈଳ ଇନ୍ଧନ ଧରି ଅପେକ୍ଷା କରି ରହିଛନ୍ତି। ସେମାନେ ଯାତାୟାତ କରିପାରୁନାହାନ୍ତି କାହିଁକି ନା ଇରାନର ରୋକ ରହିଛି। ଏଭଳି ସ୍ଥିତିରେ ପୁରା ବିଶ୍ୱରେ ଏକ ତୈଳ ବଜାରରେ ମାନ୍ଦାବସ୍ଥା ସୃଷ୍ଟି କରିବା ଓ ବଡ଼ ବଡ଼ ଦେଶ ଗୁଡ଼ିକୁ ତୈଳ ଅଭାବର ସ୍ଥିତି ଆଡ଼କୁ ଟାଣି ନେବା ପାଇଁ ମଧ୍ୟ ଇରାନ ଯୁଦ୍ଧ ସମୟରେ ଆରମ୍ଭରୁ ଯୋଜନା କରୁଛି। ଆଉ ଯେତେବେଳେ ଇରାନର ହିଁ ତୈଳ ଭଣ୍ଡାରକୁ ଇସ୍ରାଏଲ ଆକ୍ରମଣ କରୁଛି, ସେତେବେଳେ ଇରାନ ଅଧିକ ପ୍ରତିଶୋଧ ପରାୟଣ ହୋଇଯାଇ ତୈଳ ଭଣ୍ଡାର ଏବଂ ନ୍ୟାଚୁରାଲ ଗ୍ୟାସ ପ୍ଲାଣ୍ଟ ଗୁଡ଼ିକୁ ଟାର୍ଗେଟ କରୁଛି। କତାର ହେଉଛି ବିଶ୍ୱର ସବୁଠାରୁ ଅଧିକ ନ୍ୟାଚୁରାଲ ଗ୍ୟାସ ଉତ୍ପାଦନ କରୁଥିବା ଦେଶ ଏବଂ ଏହାକୁ ଟ୍ରାନ୍ସପୋର୍ଟ କରୁଥିବା ଦେଶ। ଏଣୁ ଏଭଳି କତାରରେ ଆକ୍ରମଣ ହେବା ଦ୍ୱାରା ତୈଳ ରପ୍ତାନି ବଡ଼ ଧରଣରେ ପ୍ରଭାବିତ ହେବ। ନ୍ୟାଚୁରାଲ ଗ୍ୟାସର ରପ୍ତାନି ଯଥେଷ୍ଟ ମାତ୍ରାରେ ବାଧା ପାଇବ। ଏହାଦ୍ୱାରା ବିଶ୍ୱରେ ତୈଳ ଦର ଆଗାମୀ ସମୟରେ ବଢ଼ିପାରେ ଏବଂ ବିଶେଷ ଭାବରେ ଆମେ ଯେଉଁ ଏଲ୍ପିଜି ବ୍ୟବହାର କରୁଛୁ ତାର ଅଭାବ ମଧ୍ୟ ପରିଲକ୍ଷିତ ହୋଇପାରେ। କାହିଁକି ନା ଭାରତ ମଧ୍ୟ କତାରର ଏହି ରାସ୍ ଲାଫେନ୍ ପ୍ଲାଣ୍ଟରୁ ପାଖାପାଖି 20% ନ୍ୟାଚୁରାଲ ଗ୍ୟାସ ଆମଦାନୀ କରିଥାଏ ଏବଂ ଇରାନର ଏହି ମିସାଇଲ ମାଡ଼ ଦ୍ୱାରା କେବଳ ଏହି ପ୍ଲାଣ୍ଟର କ୍ଷତି ଘଟିଛି ତାହା ନୁହେଁ, ଏହି ପ୍ଲାଣ୍ଟ ଉପରେ ନିର୍ଭର କରୁଥିବା ବିଶ୍ୱର ତୈଳ ବଜାରର ମଧ୍ୟ କ୍ଷତି ଘଟୁଛି। ବିଶ୍ୱର ବଡ଼ ବଡ଼ ଦେଶ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ଏବଂ କତାର ଉପରେ ଆକ୍ରମଣ କେଉଁଠି ନା କେଉଁଠି ଆଗାମୀ ସମୟରେ ତୈଳ ଦର ବୃଦ୍ଧି ସହିତ ତୈଳ ଇନ୍ଧନରେ ଅଭାବ ପରିଲକ୍ଷିତ କରିପାରେ। ଏହାର ସିଧାସଳଖ ପ୍ରଭାବ লিকুইফাইড ন্যাচুরাল গ্যাস অর্থাৎ এলএনজি ও এলপিজি উপরে পড়িব। এহাদ্ୱାରା এলপিজি ର ରପ୍ତାନି ପ୍ରଭାବିତ ହେବ, ଏଲ୍ପିଜି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ଫଳରେ ପ୍ରାକୃତିକ ଇନ୍ଧନ ଗ୍ୟାସ ଯାହା ଆବଶ୍ୟକତା ଆମେ କରୁଛୁ ସେହି ଆବଶ୍ୟକତା ତୁଳନାରେ ଆମ ପାଖରେ ଏହାର ଉପଲବ୍ଧି ଯଥେଷ୍ଟ କମ ହୋଇପାରେ। ଅପରପକ୍ଷରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜକୁ ସେମିତିରେ ବି ଅଚଳ କରି ତୈଳ ବଜାରକୁ ମାଡ଼ କରୁଛି ଇରାନ। ଏଣୁ ଏହି ଆକ୍ରମଣ କେବଳ ସାଉଦି ଆରବ ଉପରେ ଆକ୍ରମଣ ନୁହେଁ, ଏହା ବିଶ୍ୱର ତୈଳ ଦର ଏବଂ ତୈଳ ବଜାର ଉପରେ ଆକ୍ରମଣ ବୋଲି ମଧ୍ୟ ବିବେଚନା କରାଯାଉଛି। ଦର୍ଶକ ବନ୍ଧୁ, ଏହି ଆକ୍ରମଣ ଦ୍ୱାରା ସାଉଦି ଆରବରେ ବଡ଼ ଧରଣର କ୍ଷତି ଘଟିଛି। ଇରାନର ଯେତେବେଳେ ଏହି ଆକ୍ରମଣ କରାଯାଇଛି ଏହା ଦ୍ୱାରା
ସାଉଦି ଆରବରେ ଥିବା ଅନ୍ୟାନ୍ୟ ନ୍ୟାଚୁରାଲ ଗ୍ୟାସ ଉତ୍ପାଦନକାରୀ ପ୍ଲାଣ୍ଟ ଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛନ୍ତି। ଫଳରେ ଏଲପିଜି ର ଆମଦାନୀ ଓ ରପ୍ତାନୀ ଗୁରୁତର ଭାବରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କିତ ଅଧିକ ଖବର ଦେଖିବା ପାଇଁ ଆମକୁ ଆମର सोशल मीडिया साइट फेसबुक एवं यूट्यूब रे लाइक करंतु, आम वीडियो को शेयर करंतु, चैनल को सब्सक्राइब करंतु, आउ निजर मतामत कमेंट बॉक्स रे निश्चित लिखंतु। रहुछि, नमस्कार।